स्वामिने नामिने नमस्ते सरस्वती देवे गौरवाणी प्रचारिणे निर्विशेषा शून्यवादी पाश्चात्य देशतारिणे वंशाकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद हरे कृष्णा कृष्ण कृष्णा हरे हरे राम 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 हरे हरे। मुकं करोति वाचालं पंगुलं हयते गिरिं मुकं करोति वाचालं पंगुलं हयते गिरिं गुरुवे नमः। ओम विष्णु पदाय कृष्ण। तो भगवद गीता षष्ठ अध्याय ध्यान जगरे अर्जुन प्रश्न करते हे मधुसूदन आपण ए जो जोग विधि कथा कहले ତାହା ମୋ ପକ୍ଷରେ ଅସମ୍ଭବ ଅଶ୍ୟ ବୋଧ ହେଉଛି କାରଣ ଏ ମନ ବଡ଼ ଚଞ୍ଚଳ ଚଞ୍ଚଳଂ ହି ମନଃ କୃଷ୍ଣ ପ୍ରମାଥି ବଳବଦୃଢଂ ତସ୍ୟ ଅହଂ ନିଗ୍ରହଂ ମନ୍ୟେ ବାୟୁରିବ ସୁଦୁଷ୍କର। ତ ମନ ହଉଛି ବଡ଼ ଚଞ୍ଚଳ ଚଞ୍ଚଳ କି ମନ କୃଷ୍ଣ ପ୍ରମାଥି ବଡ଼ ଦୁର୍ଦାନ୍ତ ବଡ଼ ଗୋଳମାଳିଆ ବଳବତ ଦୃଢ খুব বলিষ্ঠ দৃঢ় কঠিন হ্যাঁ তস্যাং নিগ্রহং মন্যে বায়ুর্বশু দুষ্কর। ତ ଇନ୍ଦ୍ରିୟ ନିୟନ୍ତ୍ରଣ କଥା କୁହାଯାଉଛି ମନ ନିୟନ୍ତ୍ରଣ କଥା କୁହାଯାଉଛି କିନ୍ତୁ ବର୍ତ୍ତମାନ ଅର୍ଜୁନ ଏଇ ମନ ନିୟନ୍ତ୍ରଣ କଥା କେତେ ଯେ କଠିନ ବିଷୟ ସେଟା ଉପସ୍ଥାପନ କରୁଛନ୍ତି। ସେ କହୁଛନ୍ତି ଏହାକୁ ଦମନ କରିବା ମୋ ବିଚାରରେ ବାୟୁକୁ ଅଟକାଇବା ଭଳି ଅତ୍ୟନ୍ତ କଠିନ ବ୍ୟାପାର ଅଟେ। ମୁଁ ଗୋଟେ ଶୁଣିଥିଲି ଅର୍ଜୁନ ମତେ ବାୟୁ ଯଦି ଧରିବାକୁ ମୁଁ ଚେଷ୍ଟା କରିପାରିବି କିନ୍ତୁ ମନକୁ ଧରିବା ମହନ ବାୟୁ ହାତରେ ଗୋଟେ ଧରି ପାରିବ ମନ ସେଇଭଳିଆ। ଦେଖ ମନଟା ଅବଶ୍ୟ କଠିନ ହବ ମନ ତ ବିଷୟ ସାଙ୍ଗେ ଯୁକ୍ତ ହଉଛି ବୋଲି କଠିନ ଭଗବାନ ସାଙ୍ଗେ ଯୁକ୍ତ ହେଲେ ନିୟନ୍ତ୍ରିତ ଏଇ ବିଷୟଟା ଭଗବାନ ବୁଝିବାକୁ ଚାହୁଁଛନ୍ତି ଅର୍ଜୁନ ମାଧ୍ୟମରେ। ତ ଅର୍ଜୁନ କହୁଛନ୍ତି ମନ ଯେ କେତେ କଠିନ ବ୍ୟାପାର ଗୋଟେ ମନ ଏଡେ ବଳିଷ୍ଠ ଅବାଧ୍ୟ ଯେ ବେଳେ ବେଳେ ଏହା ବୁଦ୍ଧିକୁ ଟପିଯାଏ। ବୁଦ୍ଧି ମନକୁ ନିୟନ୍ତ୍ରଣ କଣ କରିବ ମନ ବୁଦ୍ଧିକୁ ନିୟନ୍ତ୍ରଣ କରିବା ଆରମ୍ଭ କରିବ। ଆମେ ତ ଜାଣିଲେ ବିଷୟଠୁ ଶ୍ରେଷ୍ଠ ହଉଛି ଇନ୍ଦ୍ରିୟ ଇନ୍ଦ୍ରିୟ ଶ୍ରେଷ୍ଠ ହଉଛି ମନଠୁ ଶ୍ରେଷ୍ଠ ହଉଛି ବୁଦ୍ଧି ଶ୍ରେଷ୍ଠ ହଉଛି ଜୀବାତ୍ମା ବା ଅହଙ୍କାର ସତ୍ୟ ଅହଙ୍କାର। କିନ୍ତୁ ଏଠି କହିଛି ମନଟା ଏତେ ଶକ୍ତିଶାଳୀ ଅବାଧ୍ୟ ଯୋଉ ମନ ବୁଦ୍ଧିଠୁ ପରାମର୍ଶ କରି କାମ କରିବା କଥା ସେ ତା କଥା ବି ଶୁଣିବନି କି ଅବସ୍ଥା। ଯଦିଓ ଏହା ବୁଦ୍ଧିର ଅଧୀନ ତଥାପି ଏହା ବେଳେ ବେଳେ ତାକୁ ମାନେ ନାହିଁ। এই ବାସ୍ତବ ଦୁନିଆରେ ଏକ ସାଧାରଣ ମାନବକୁ ଜୀବନ ସଂଗ୍ରାମ କ୍ଷେତ୍ରରେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡୁଛି। ଏପରି କ୍ଷେତ୍ରରେ ଏ ମନକୁ ସଂଯତ କରିବା ତା ପକ୍ଷରେ ବାସ୍ତବ ବଡ କଷ୍ଟକର। ତ ଏଇ ସମସ୍ତ କଥା ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣ ଜୀବନ ଗୋଟେ ବାସ୍ତବତା ତୁଳି ଧରିଛନ୍ତି। ସମୟ ସମୟରେ ମନ ହୁଏ ଯେ ଏଇ ଭଗବତ ଗୀତା କି କେବଳ ହିନ୍ଦୁ ମାନଙ୍କ ପାଇଁ କି ନା ସାରା ବିଶ୍ୱ ସମସ୍ତ ଲୋକମାନଙ୍କ ପାଇଁ। ଏଠି କିଛି କିଛି କଥା କୁହାଯାଇଛି ଯୋଉଟା ତମେ କୋଉ ଧର୍ମର ଲୋକ କୋଉ ଜାତିର ଲୋକ କୋଉ ଭଗବାନଙ୍କୁ ମାନୁଛ ନ ମାନୁଛ ତାର ସାଙ୍ଗେ ସମ୍ପର୍କ ନାହିଁ। କିନ୍ତୁ ଲୋକମାନେ ଏଇ ଧର୍ମର ଗୋଡା ବି କରିକି ଏଇସବୁ ଜ୍ଞାନକୁ ଗ୍ରହଣ କରୁନାହାନ୍ତି। ଜୀବନର ବାସ୍ତବ କଥା ଗୁଡିକ ସେମାନେ ଗ୍ରହଣ କରୁନାହାନ୍ତି।
ତ ଏଠି ଲେଖା ହେଇଛି ଏପରି କ୍ଷେତ୍ରରେ ମନକୁ ସଂଯତ କରିବା ତା ପକ୍ଷରେ ବାସ୍ତବିକ ବଡ କଷ୍ଟକର। କୃତ୍ରିମ ଢଙ୍ଗରେ ବାହାରକୁ ଦେଖାଇବା ପାଇଁ କେହି କେହି ଶତ୍ରୁ ଓ ମିତ୍ର ଉଭୟଙ୍କ ପ୍ରତି ମାନସିକ ସମତା ଆଚରଣ କରିପାରନ୍ତି, କିନ୍ତୁ କେହି ସଂସାରୀ ଲୋକ ବାସ୍ତବରେ ଏହା ଆଚରଣ କରିପାରିବ ନାହିଁ। କାରଣ ପ୍ରବାହମାନ ବାୟୁକୁ ରୁଦ୍ଧ କରିବା ଠାରୁ ଏହା ଅଧିକ କଷ୍ଟକର ବ୍ୟାପାର। ଭଗବାନ କୃଷ୍ଣ କହୁଛନ୍ତି ଅର୍ଜୁନ କହୁଛନ୍ତି ଯେ ବାୟୁରେବ ସୁଦୁଷ୍କର, ଆକୁ ଧରିବାକୁ ବାୟୁ ଭଳିଆ କଠିନ। ପ୍ରଭୁପାଦ କରୁଛନ୍ତି ବାୟୁଠୁ ଆହୁରି କଠିନ। ବାୟୁକୁ କିଏ ଧରିବ ଚେଷ୍ଟା କରିପାରେ, କିନ୍ତୁ ୟାକୁ କୌଣସି ପ୍ରଶ୍ନ ନାହିଁ। ହଁ। ଆତ୍ମନଂ ରଥିନଂ ବିद्धି ଶରୀରମ୍ ରଥମ୍ ଏବ ଚ ବୁଦ୍ଧିମ୍ ତୁ ସାରଥିମ୍ ବିद्धି ମନଃ ପ୍ରଗ୍ରହମ୍ ଏବ ଚ ଇନ୍ଦ୍ରିୟାଣି ହୟାନହୁ ବିଷयांस्ତେଷୁ ଗୋଚରା ଆତ୍ମେନ୍ଦ୍ରିୟ ମନୋଯୁକ୍ତ ଭୋକ୍ତେତି ଆହୁ ମନୀଷିଣ। ଏ ଶରୀର ରୂପକ ରଥରେ ଜୀବ ହଉଛି ରଥୀ, ବୁଦ୍ଧି ହଉଛି ସାରଥୀ, ମନ ହଉଛି ଲଗାମ ଓ ଇନ୍ଦ୍ରିୟ ଗୁଡିକ ଘୋଡା ଅଟନ୍ତି। ତ ଏଭଳି ଗୋଟେ ଫଟୋ ଅଛି, ଭଗବତ ଗୀତାରେ ଅଛି ନା, ଗୋଟେ ଘୋଡା ଗାଡି ଅଛି, ପାଞ୍ଚଟା ଘୋଡା, ତାଙ୍କ ଗଳାରେ ପାଞ୍ଚଟା ଇନ୍ଦ୍ରିୟ ନାକ କାନ ଜିଭା ଫଟୋ ରହିଛି। ତାପରେ ଯେ ଗୋଟେ ପାସେଞ୍ଜର ବସିଛି, ସେ ହଉଛି ଜୀବାତ୍ମା, ଘୋଡାଟା ହଉଛି ଶରୀର, ଘୋଡା ଗାଡିଟା। ଆଉ ଇନ୍ଦ୍ରିୟ ଗୋଟେ ହଉଛି ପାଞ୍ଚଟା ଘୋଡା, ପଞ୍ଚେନ୍ଦ୍ରିୟ। ତାପରେ ଡ୍ରାଇଭର ହଉଛି କିଏ ନା ବୁଦ୍ଧି, ହଁ, ଆଉ ଲଗାମ ଗୁଡା ହଉଛି ମନ। ହୁଁ। ତ ଏପରି ଭାବରେ ଆତ୍ମା ମନ ଇନ୍ଦ୍ରିୟ ମାନଙ୍କର ସଂସ୍ପର୍ଶରେ ଆସି ସୁଖ ବା ଦୁଃଖ ଭୋଗ କରେ। ମଣିଷର ଯେ ସୁଖ ଦୁଃଖ ବା ଜୀବାତ୍ମା ଯେ ସୁଖ ଦୁଃଖ ଟା ମନେ କରୁଛି, ପ୍ରତୀୟ ମାନ ଭୋଗ କରୁଛି, କଣ ପାଇଁ କି ନା ମନ ଆଉ ଇନ୍ଦ୍ରିୟର ସଂସ୍ପର୍ଶରେ ଆସେ। ମନ ଇନ୍ଦ୍ରିୟ ସାଙ୍ଗେ ନିଜକୁ ଆଇଡେଣ୍ଟିଫାଏ କରୁଛି, ନିଜର ଚିନ୍ମୟ ସତ୍ତାକୁ ଯେତେବେଳେ ଜୀବ ବୁଝିପାରେନି, ମନ ଇନ୍ଦ୍ରିୟ ସର୍ବସ୍ୱ ହେଇ ପଡେ, ସେତେବେଳେ ସେ ସୁଖ ଦୁଃଖର ବିଚାର କରେ। ବିଶିଷ୍ଟ ମନୀଷୀ ବୃନ୍ଦ ଏହିପରି ଭାବରେ ଜାଣିଛନ୍ତି। ବୁଦ୍ଧି ମନକୁ ନିର୍ଦ୍ଦେଶ ଦେବାର କଥା, କିନ୍ତୁ ଏ ମନ ଏଡେ ବଳବାନ ଅବାଧ୍ୟ ଯେ ଏହା ଅଧିକାଂଶ ସମୟରେ ବୁଦ୍ଧିର ନିର୍ଦ୍ଦେଶକୁ ମାନେ ନାହିଁ। ଏହି ପ୍ରକାର ବଳିଷ୍ଠ ମନକୁ ଯୋଗ ଅଭ୍ୟାସ ଦ୍ୱାରା ସଂଯତ କରାଯିବାର କଥା। ହଁ, ଭଗବାନ ବୁଝେଇଲେ ମୁଁ ଏଇଭଳିଆ ଯୋଗ ଅଭ୍ୟାସ ସଂଯତ କର। କିନ୍ତୁ ଅର୍ଜୁନଙ୍କ ଭଳି ଏକ ସଂସାରୀ ଲୋକ ପକ୍ଷରେ ଯୋଗ ଅଭ୍ୟାସ ସମ୍ଭବପର ନୁହେଁ। ଅର୍ଜୁନଙ୍କର ଯେତେବେଳେ ଏଭଳି ଅବସ୍ଥା, ସେତେବେଳେ ଆଧୁନିକ ମାନବ ମାନଙ୍କ କଥା କଣ କହିବ? ଅର୍ଜୁନ ଯଦି କହୁଛନ୍ତି ମୋ ପାଖେ ସମ୍ଭବ ନୁହଁ, ହଁ, ଆଜିଠୁ 5000 ବର୍ଷ ପୂର୍ବରେ ଏତେବେଳେ ବଳିଷ୍ଠ ବ୍ୟକ୍ତି ଥିଲେ, ମହାନ ବ୍ୟକ୍ତି, ସେ କହିଲେ ମୋ ପକ୍ଷେ ମନ କଣ୍ଟ୍ରୋଲ କରି ଠିକ ସମ୍ଭବ ନୁହଁ। ତ କଳି ଯୁଗ, ହଁ, ବର୍ତ୍ତମାନ ଲୋକମାନଙ୍କ କଥା କଣ କହିବ? ଏଠାରେ ଯୋଉ ଉପମା ଦିଆଯାଇଛି ତାହା ବଡ ଉପଯୁକ୍ତ ଅଟେ। ପ୍ରବାହମାନ ବାୟୁକୁ କେହି ଧରି ରଖି ପାରିବେ ନାହିଁ। ହୁଁ। ଏହା ଅପେକ୍ଷା ଚଞ୍ଚଳ ମନକୁ ସଂଯତ କରିବା ଅଧିକ କଠିନ। ମାନେ ବାୟୁକୁ ଟିକେ ଧରି ପାରିବେନି, ତାଠୁ ପୁଣି କଠିନ କଣ? ମାନେ ମନଟା ଯେ ଦୁର୍ବାର, ସେଟାକୁ ଲୋକଙ୍କୁ ବୁଝିବା ପାଇଁ କଥାଟା କୁହାଯାଉଛି, ବୁଝିପାରିଲେ? ଏଇ ଚଞ୍ଚଳ ମନକୁ ସଂଯତ କରିବାର ଏକ ସହଜତମ ଉପାୟ ଚୈତନ୍ୟ ମହାପ୍ରଭୁ ଦେଇଛନ୍ତି, ଯୋଉଟାକୁ ସାରା ବିଶ୍ୱର ଲୋକମାନେ ବର୍ତ୍ତମାନ ଗ୍ରହଣ କରୁଛନ୍ତି, ଜୀବନରେ ପ୍ରୟୋଗ କରୁଛନ୍ତି। ପ୍ରଭୁପାଦଙ୍କ ପ୍ରଚାର ଫଳରେ
ଆଉ ସେମାନେ ଘରେ ରହିକି ବି ଗୃହସ୍ଥ ହେଇକି ବି ସଂସାର କରିକି ବି ହଁ ମନକୁ ନିୟନ୍ତ୍ରଣ କରି ପାରୁଛନ୍ତି। ତ ଆପଣ କହିବେ ନା ମହାରାଜ ଆମର ତ ମନ ନିୟନ୍ତ୍ରଣ ହଉନି ଭକ୍ତି ହେଲେ ବେଶୀ ଫଳ ପାଉଛି, ଯାହାର କମ ନିଷ୍ଠା କମ ଫଳ ପାଉଛି। ତ ଆମେ ଯଦି ଭକ୍ତି ଲାଇନ ନ ଆସିଥାନ୍ତେ ତାହେଲେ ଆମର ଅବସ୍ଥା ଆହୁରି ଖରାପ ଅବସ୍ଥା ଥାନ୍ତା। ଚୈତନ୍ୟ ମହାପ୍ରଭୁ ଆସିକି ଏ ମନକୁ ସଂଯତ କରିବା ଗୋଟେ ସହଜ ଉପାୟ ଦେଲେ। ସେ ଉପାୟଟି କଣ? ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। এটা হচ্ছে ମହାମନ୍ତ୍ର। ମନ୍ତ୍ର ମନକୁ ତ୍ରାଣ କରିବ, ମନକୁ ଉଦ୍ଧାର କରିବ, ମନକୁ ମହାମନ୍ତ୍ର। ଏଇଟା ହଉଛି ସମଗ୍ର ମାନବ ଜାତିର ପାବନ ମନ୍ତ୍ର, ତାରକ ମନ୍ତ୍ର, ମୁକ୍ତି ମନ୍ତ୍ର। ସବଇ ମନ କୃଷ୍ଣ ପଦାର ବିନ୍ଦୟ। ଏହା ହଉଛି ନିର୍ଦ୍ଦିଷ୍ଟ ପ୍ରଣାଳୀ। ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ ତାର ମନକୁ କୃଷ୍ଣଙ୍କ ଠାରେ ନିଯୁକ୍ତ କରିବା ଉଚିତ। ତାହେଲେ ମନ ଆଉ କେଉଁଆଡେ ଯିବ ନାହିଁ କିମ୍ବା ବିଚଳିତ ହବ ନାହିଁ। ତ ଯେତେବେଳେ ଅର୍ଜୁନ କହିଲେ ଚଞ୍ଚଳଂ ହି ମନ କୃଷ୍ଣ ପ୍ରମାଥି ବଲ ଦୃଢଂ ତସ୍ୟାଂ ନିଗ୍ରହ ସମନ୍ୱୟ ଭାଇରୁବ ଦୁଷ୍କର। ତ କୃଷ୍ଣ କଣ କହିଲେ? କି ଫାଲତୁ କଥା କହୁଛୁ, ମନକୁ ହଁ, ନିୟନ୍ତ୍ରଣ କରିବା କଣ କଷ୍ଟ? ହଁ, ଏସବୁ ତ ଠିକ ନୁହଁ। ଭଗବାନ କହିଲେ ହଁ ତମେ ଠିକ କହୁଛ। ଅସଂଶୟ, ତମେ ଯାହା କହୁଛ ସେଥିରେ କୌଣସି ସନ୍ଦେହ ନାହିଁ। ଅସଂଶୟମ୍ ମହାବାହୁ ମନ ଦୁର୍ନିଗ୍ରହମ୍ ଚଲମ୍। ଏତେ କଣ ସନ୍ଦେହ ନାହିଁ। ଏ ମନକୁ ସଂଯତ କରିବା ବାସ୍ତବ ବଡ କଠିନ। ହଁ, ଏ ବହୁତ କଠିନ। ଅସଂଶୟ ମହାବାହୁ ମନ ଦୁର୍ନିଗ୍ରହ, ନିଗ୍ରହ କରିବା ବହୁତ କଠିନ, କାହିଁକି ବଡ ଚଞ୍ଚଳ। ତେବେ ବି ଆକୁ ନିୟନ୍ତ୍ରଣ କରାଯିବ। କେମିତି କରାଯିବ? ଅଭ୍ୟାସନ ତୁ କୌନ୍ତେୟ ବୈରାଗ୍ୟନ ଚକ୍ରେ। ବାରମ୍ବାର ଅଭ୍ୟାସ ଓ ବୈରାଗ୍ୟ ଦ୍ଵାରା ଏହା ସମ୍ଭବ। ଏ ଚଞ୍ଚଳ ଅବାଧ୍ୟ ମନକୁ ସ୍ଥିର କରିବା ବା ସଂଯତ କରିବା ବାସ୍ତବିକ ବଡ କଠିନ। କିନ୍ତୁ କଠିନ ହେଲେ ବି ଏଇଟା ଖୁବ ଜରୁରୀ। କାରଣ ଏଟା ବଡଟା ମାଧ୍ୟମ, ମନକୁ ନିୟନ୍ତ୍ରଣ ନ କଲେ କୋଉଠି ଜାଗତିକ ଦିଗରେ ଶାନ୍ତି ପାଇବନି କି ଆଧ୍ୟାତ୍ମିକ ଶାନ୍ତି ପାଇବନି। ଆଧ୍ୟାତ୍ମିକ ସାଧନ ଭଜନ କରିପାରିବନି। ସେ କର୍ମକାଣ୍ଡ ହଉ, ଜ୍ଞାନ ହଉ, ଧ୍ୟାନ ହଉ, ଭକ୍ତି ହଉ, ସବୁଥିରେ ମନକୁ ସଂଯତ କରିବାକୁ ପଡିବ। ମନ ସଂଯୋଗ ନ କରି ସେପଟକୁ ଯାଇପାରିବନି। ଆମର ଓଡିଆରେ ଅଛି ନା, ନିଜେ ନ ମରିଲେ ସ୍ୱର୍ଗ ଦେଖା ହବନି। ଠିକ ସେଇଭଳିଆ ମନ ଚଞ୍ଚଳ ରହିବ, ସେଥିରେ ତମେ ଆଧ୍ୟାତ୍ମିକ ଜୀବନ ଯାପନ କରିବା ଦୂରେ ଥାଉ, ଭୌତିକ ଜୀବନରେ ଠିକ ରହିପାରିବନି। ତ ଭଗବାନ କହିଲେ ଅଭ୍ୟାସ ଆଉ ବୈରାଗ୍ୟ ଦ୍ଵାରା ହବ। এই ବିଷୟରେ ଯାହା ଅର୍ଜୁନ କହିଲେ ତା ଭଗବାନ ସ୍ୱୀକାର କଲେ। ସେ କହିଲେ ହଁ, ଯେ ଅସଂଶୟ ମହାବାହୁ ମନ ଦୁର୍ନିଗ୍ରହ ଚଞ୍ଚଳ। କିନ୍ତୁ ତତ୍ ସଙ୍ଗେ ସଙ୍ଗେ ସେ କହିଲେ ଯେ ଅଭ୍ୟାସ ବୈରାଗ୍ୟ ବଳରେ ଏଟା ସମ୍ଭବ। ତ ସେ ଅଭ୍ୟାସ କଣ? ନା ଆଧୁନିକ ଯୁଗରେ କେହି କଠିନ ନିୟମ ବିଧାନ ପାଳନ କରନ୍ତିନି। ସେଟାକୁ ଅଭ୍ୟାସ କରିବାକୁ ପଡିବ। ଅଭ୍ୟାସ ତୁ କୌନ୍ତେୟ। ତୀର୍ଥ ସ୍ଥାନରେ ବାସ କରିବା, ପରମାତ୍ମା ଠାରେ ମନୋନିବେଶ କରିବା, ମନ ଇନ୍ଦ୍ରିୟକୁ ସଂଯମ କରିବା, ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରିବା, ଏକାନ୍ତ ବାସ କରିବା ଆଦି ପାଳନ କରି ପାରୁନାହାନ୍ତି। ଏଇ ଯୁଗରେ ଏସବୁ କରିବା ବଡ କଠିନ ଅଛି। କିନ୍ତୁ କୃଷ୍ଣ ଚେତନ ଅଭ୍ୟାସ କରିଲେ ବ୍ୟକ୍ତି ନବବିଧ ଭକ୍ତି ଆଚରଣ କରେ ଓ ଭଗବାନଙ୍କ ସେବାରେ ନିଯୁକ୍ତ ହୁଏ। ଏଇ ଭଗବାନଙ୍କ ସେବାରେ ନିଯୁକ୍ତ ହେବାର ଫଳରେ ଯାହା ବିଧି ପାଳନ କରେ ସବୁ ଏକ ସାଙ୍ଗରେ ବିଧି ପାଳନ ହେଇଯାଏ। এই ନବବିଧ ଭକ୍ତି ମଧ୍ୟରୁ ସର୍ବପ୍ରଥମେ ଶ୍ରବଣ ଅର୍ଥାତ୍ କୃଷ୍ଣ ସନ୍ଦେଶ ଶ୍ରବଣ କରିବା, ମନରୁ
ସବୁ ମଇଳା ଦୂର କରିବା ନିମିତ୍ତ ଏହା ହଉଛି ଏକ ଶକ୍ତିଶାଳୀ ଦିବ୍ୟ ପନ୍ଥା। ମନକୁ ଯଦି ପବିତ୍ର କରିବାକୁ ଚାହୁଁଛେ, ପରିଷ୍କାର କରିବାକୁ ଚାହୁଁଛେ, ନିୟନ୍ତ୍ରଣ କରିବାକୁ ଚାହୁଁଛେ, ବେଷ୍ଟ ହଉଛି କୃଷ୍ଣ କଥା ଶ୍ରବଣ। କୃଷ୍ଣ କଥାରେ ମନ ଲଗେଇଲେ ସେ ମନଟା ପବିତ୍ର ହବ। ଗ୍ରାମ୍ୟ କଥାରେ ମନ ଲଗେଇଲେ ମନଟା ପବିତ୍ର ହବ। କୃଷ୍ଣ କଥା କର୍ଣ୍ଣ ଦେଇକି ପ୍ରବେଶ କରିବ, ହୃଦୟରେ ମଧ୍ୟ ହୃଦୟକୁ ପରିଷ୍କାର କରିବ। ପ୍ରବିଷ୍ଟ କର୍ଣ୍ଣରଞ୍ଜନ ସ୍ୱାନୁଭବ ସରରୁହ ଧୁନତି ସମଲମ କୃଷ୍ଣ ସଲିଲସ୍ୟ ଯଥା ଶରତ। ତ ବ୍ୟକ୍ତି ଯେତେ ଅଧିକ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧରେ ଶୁଣିବ, ସେ ସେତେ ଅଧିକ ଦିବ୍ୟ ଜ୍ଞାନ ପ୍ରାପ୍ତ। ଆଉ ଦିବ୍ୟ ଜ୍ଞାନ ଯେତେ ପ୍ରାପ୍ତ ହବ, ଦିବ୍ୟ ଜ୍ଞାନ ମାନେ ଆତ୍ମଜ୍ଞାନ, ଭଗବାନ ସମର ଜ୍ଞାନ, ସେ ବାସନାରେ ନିବୃତ୍ତ ହବ ସେଥିରେ। हरे कृष्ण महाराज। जोग समाधि और जोग भ्रष्ट माने कौन महाराज? ଯୋଗ ସମାଧି ମାନେ ଯୋଗ କରୁ କରୁ ଯେ ସମାଧିରେ ପହଞ୍ଚିଗଲା, ତା ଚରମ ସ୍ତରରେ ପହଞ୍ଚିଲା ଯୋଗ ସମାଧି। ଯୋଗ ଭ୍ରଷ୍ଟ ମାନେ ଯୋଗ ଅଭ୍ୟାସ କରୁ କରୁ ସେ ତାର ପତନ ହେଇଗଲା, ଛାଡିଦେଲା, ମଝିରୁ ଛାଡିଦେଲା। ତ ଏଇ ନବବିଧା ଭକ୍ତି ସେ ପରେ ଭଗବାନ କହିବେ। ହଁ, ଅର୍ଜୁନ ପଚାରିବ ଯୋଗ କରୁ କରୁ ଛାଡିଦେଲେ କଣ ଗତି ହବ? ହଁ, ସେଟା ପରେ ଆମେ ଶୁଣିବା, ଠିକ ଅଛି। ତ ଭଗବାନଙ୍କର କଥା ଶ୍ରବଣ କରୁଛନ୍ତି। ଶୁଣ, ମନକୁ ନିୟନ୍ତ୍ରଣ କରିବା ପାଇଁ କି ଏ ଯୋଗୀ ମାନେ କେତେ କଷ୍ଟ କରୁଛନ୍ତି। ହିମାଳୟକୁ ଯିବେ, ଥଣ୍ଡାରେ ଗରମରେ ଯମ ନିୟମ ଆସନ ପ୍ରାଣାୟାମ କରିକି ମନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି। ସେଥିରେ ବି ରିସ୍କ ଅଛି। ସୌଭର ମାନେ 60 ବର୍ଷ ସେ ପାଣି ଭିତରେ ତପସ୍ୟା କରିଲେ, ତାପରେ ବି ତାଙ୍କର ମତିଭ୍ରମ ହେଲା। କିନ୍ତୁ ଏଠି ଭଗବାନ କହୁଛନ୍ତି ଯେ ଭଗବାନ କଥା ଶ୍ରବଣ କଲେ ମନ ନିୟନ୍ତ୍ରଣ ହବ। କେତେ ସୁନ୍ଦର କଥା। ମନରୁ ସବୁ ମଇଳା ଦୂର କରିବା ନିମିତ୍ତ ଏହା ହଉଛି ଶକ୍ତିଶାଳୀ ଦିବ୍ୟ ପନ୍ଥା। ମନରୁ ମଇଳାକୁ ଦୂର କରିବ, ହୃଦୟରୁ ମଇଳାକୁ ଦୂର କରିବ। ଶୁଣତାଂ ସୁକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦୟନ୍ତସ୍ତେ ଅଭଦ୍ରାଣୀ ବିଧୁନତି ସୁଚେତା। ଶୁଣତାଂ ସୁକଥା କୃଷ୍ଣ, ଭଗବାନଙ୍କର କୃଷ୍ଣ କଥା ଶ୍ରବଣ କରିଲେ ହୃଦୟନ୍ତସ୍ତେ ଅଭଦ୍ରାଣୀ, ହୃଦୟରେ ଥିବା ଅଭଦ୍ର ମାନେ ମଇଳା, ମଇଳା ମାନେ ବିଷୟ ବାସନା ଗୁଡିକ ଦୂରୀଭୂତ। ତାହେଲେ ଏଠି କୁହାଗଲା ଯେ ଭଗବାନ କଥା ଶ୍ରବଣ କରିବା, ଭାଗବତ ଶ୍ରବଣ କରିବା, ଗୀତା ଶ୍ରବଣ କରିବା, ଚୈତନ୍ୟ ଶ୍ରବଣ କରିବା, ନିୟମିତ ଭାବେ ନିତ୍ୟଂ ଭାଗବତ ସେବୟା ଭଗବତ ଉତ୍ତମ ଶ୍ଲୋକେ ଭକ୍ତି ଭବତି ନୈଷ୍ଠିକି। ପ୍ରତିଦିନ ଯଦି ଆମେ ଭାଗବତ ଶ୍ରବଣ କରିବା, ତାହେଲେ ଭଗବାନଙ୍କ ପ୍ରତି ନିଷ୍ଠା, ନିଷ୍ଠା ପରେ ଭକ୍ତି ଉଦୟ। ତ ଏଇ ଶୁଣିବାଟା ହଉଛି ମନରୁ ସବୁ ମଇଳା ଦୂର କରିବା ପାଇଁ ଏଇଟା ବହୁତ ଶକ୍ତିଶାଳୀ ପନ୍ଥା। ବ୍ୟକ୍ତି ଯେତେ ଅଧିକ କୃଷ୍ଣଙ୍କ ସମ୍ବନ୍ଧରେ ଶୁଣିବ, ସେ ସେତେ ଅଧିକ ଦିବ୍ୟ ଜ୍ଞାନ ପ୍ରାପ୍ତ ହବ, ବିଷୟ ବାସନାରୁ ନିବୃତ୍ତ ହବ। ଅର୍ଥାତ୍ ଯାହା ସବୁ ତାର ମନକୁ କୃଷ୍ଣଙ୍କ ଠାରୁ ଦୂରେଇ ନିଅନ୍ତି, ଏ ସବୁଥିରୁ ନିବୃତ୍ତ ହବ କୃଷ୍ଣ କଥା ଶ୍ରବଣ କରି। ପ୍ରଭୁପାଦ ବାରମ୍ବାର କହୁଛନ୍ତି ରିଡ୍ ମାଇ ବୁକ୍ସ, ରିଡ୍ ମାଇ ବୁକ୍ସ, ମୋ ବହି ପଢ, ମୋ ବହି ପଢ, ମୋ ବହି ପଢ। ହଁ, ଭଗବାନଙ୍କର କଥା ପ୍ରଭୁପାଦଙ୍କ ବହିରେ ବର୍ଣ୍ଣନା କରାଯାଇଛି। ଯେତେ ଆମେ ପଢିବା ସେତେ ଆମର ବିଶ୍ୱାସ ଦୃଢ ହବ, ଆଉ ମନ ବିଷୟ ଠାରୁ ଦୂରକୁ ଯିବ। ଯାହା ଭଗବାନଙ୍କ ସମ୍ବନ୍ଧୀୟ ନୁହେଁ, ସେଥିରୁ ମନକୁ ଦୂରେଇ ନେଲେ ବ୍ୟକ୍ତି ଅତି ସହଜରେ ବୈରାଗ୍ୟ ଅଭ୍ୟାସ କରିପାରିବ। ତ ଅଭ୍ୟାସ କୁହନ୍ତି ବୈରାଗ୍ୟ, ଅଭ୍ୟାସ ବୈରାଗ୍ୟ ଦୁଇଟା କଥା କୁହାଗଲା। ତ ପ୍ରଭୁପାଦ ଅଭ୍ୟାସ ମାନେ କଣ ଅଭ୍ୟାସ କରିବେ? ଦଣ୍ଡ ବୈଠକ ଅଭ୍ୟାସ କରିବ? ହଁ, ନା କଣ ଅଭ୍ୟାସ କରିବ? ଅଭ୍ୟାସ ମାନେ ହଁ, ଭକ୍ତି ଯୋଗ ଅଭ୍ୟାସ କରିବ। ସକାଳୁ ଉଠିବା, ମଙ୍ଗଳ ଆରତି କରିବା, ସନ୍ଧ୍ୟା ଆରତି କରିବା, ପ୍ରସାଦ ପାଇବା, ଚାଟୁର୍ଯ୍ୟ ପାଳନ କରିବା। ହଁ। ଆଉ ବୈରାଗ୍ୟ, ବୈରାଗ୍ୟ ଭଗବାନଙ୍କର କଥା ଶ୍ରବଣ କରିଲେ
ଏ ନିୟମିତ ଭାବେ ଯଦି ଅଭ୍ୟାସ କରିବା ଭଗବାନ କଥା ଶ୍ରବଣ କରିବା ପାଇଁ, ବୈରାଗ୍ୟ ଅଟୋମେଟିକାଲି ଆସିବ। ଭଗବାନ କଥା ଶୁଣିଲେ ତାଙ୍କ ପ୍ରତି ଆକୃଷ୍ଟ ହବ। ଯଦି ଭଗବାନ କଥା ଶୁଣିଲେ ତାଙ୍କ ପ୍ରତି ଆକୃଷ୍ଟ ହବ ତା ନୁହଁ। ଯେ କଥା ବେଶୀ ଶୁଣିବା ତା ପ୍ରତି ବେଶୀ ଆକର୍ଷଣ ବଢିବ। ସେ ଯୋଉ ଆମର ଆଧୁନିକ ଯୁଗରେ କଣ ହଉଛି, ବିଭିନ୍ନ ପ୍ରକାର ଜିନିଷ ବିଭିନ୍ନ ଫ୍ୟାକ୍ଟ୍ରି ବାହାର କରିକି ପ୍ରଚାର କରୁଛନ୍ତି। ଟେଲିଭିଜନରେ, ବିଲ୍ ବୋର୍ଡରେ, ଖବର କାଗଜରେ, ହଁ ସୋସିଆଲ ମିଡିଆରେ ଆମେ ଦେଖି ଦେଖିକି ତା ପ୍ରତି ଆକୃଷ୍ଟ ହେଇଯାଉଛି। ଧ୍ୟାୟତେ ବିଷୟାନ୍ ପୁଂସ ସଙ୍ଗସ୍ତେ ସୁପଜାୟତେ। ବିଷୟକୁ ଦେଖି ଦେଖି ତା ପ୍ରତି ତା ସଙ୍ଗ ପାଇଁ ଆମେ ଆସକ୍ତ ହେଇଯାଉଛୁ। ଠିକ ସେଇଭଳିଆ ଆଉ ଭଗବାନ କଥା ବେଶୀ ଶୁଣିଲେ ତାଙ୍କ ପ୍ରତି ଆସକ୍ତି ହବ, ଯାହା କଥା ବେଶୀ ଶୁଣିବ ତା ପ୍ରତି ଆସକ୍ତି ହବ। ଭଗବାନଙ୍କ କଥା ବେଶୀ ଶୁଣିଲେ ଭଗବାନ ଆସକ୍ତି ହବ, ବିଷୟ ଠୁ ଦୂରରେ ଯିବ, ବିଷୟ ପ୍ରତି ବୈରାଗ୍ୟ ଭାବ ଆସିବ, ଆଉ ଭଲ ଲାଗିବନି। ପରମ ଦୃଷ୍ଟି ନିବର୍ତ୍ତନ୍ତେ, ଭଗବାନଙ୍କ ସଂସ୍ପର୍ଶରେ ଆସିକି ଦିବ୍ୟ ଆନନ୍ଦ ପାଇଲେ ଏ ବିଷୟ ଗୁଡିକ ପ୍ରତି ଘୃଣା ଭାବ ଆସିବ। ବୈରାଗ୍ୟ କହିଲେ ଇନ୍ଦ୍ରିୟ ଭୋଗ ବିଷୟ ବସ୍ତୁରୁ ଦୂରେଇ ରହିବା ଏବଂ ଭଗବାନ ଠାରେ ଲଗେଇବାକୁ ବୁଝାଏ। ଏଇଟା ହଉଛି ବୈରାଗ୍ୟ। ହଁ, ଯେ ଭଗବାନଙ୍କ ସେବାରେ ସବୁ କିଛି ବିଷୟକୁ ଲଗେଇବା, ଇନ୍ଦ୍ରିୟ ସେବାରେ ନୁହଁ। ଇନ୍ଦ୍ରିୟ ସେବାରେ ନୁହଁ, ଭଗବାନଙ୍କ ସେବାରେ। ତେବେ ଗୋଟେ ସୁବିଧା ଅଛି କଣ, ଜ୍ଞାନୀ ଯୋଗୀ ମାନଙ୍କୁ ବିଷୟକୁ ପୁରା ତ୍ୟାଗ କରିବାକୁ ପଡିବ। ଏଠି ତ ଅନ୍ତତ ପକ୍ଷେ ଆମେ ବିଷୟକୁ ଭଗବାନଙ୍କୁ ଲଗେଇବା ତ ପ୍ରସାଦ ଗ୍ରହଣ କରିପାରିବା। ଏଇଟା ସୁବିଧା ରହିଛି ଭକ୍ତ ମାନଙ୍କ ପାଇଁ। ଆଉ ଭଗବାନଙ୍କ ସେବାରେ ଯୁକ୍ତ ହେଇକି ତାଙ୍କ ସେବା କରିଲେ, ପ୍ରସାଦ ସେବା କରିଲେ, ତାଙ୍କୁ ଡ୍ରେସ କରିଲେ, ତାଙ୍କ ପାଇଁ ଭଲ ମନ୍ଦିର ନିର୍ମାଣ କଲେ, ଏସବୁ କରି କରି କଣ ହବ, ଆମର ଚିତ୍ତ ଶୁଦ୍ଧି ହେଇଯିବ। ଭଗବାନଙ୍କର ସର୍ବଶେଷ ରୂପ ବା କୃଷ୍ଣ ରୂପରେ ମନୋନିବେଶ କରିବା ଅପେକ୍ଷା ଭଗବାନଙ୍କ ନିର୍ବିଶେଷ ରୂପରେ ମନୋନିବେଶ କରି ବୈରାଗ୍ୟ ଆଚରଣ କରିବା ଅଧିକ କଠିନ ଅଟେ। କେଉଁ ଭଗବାନଙ୍କ ନିରାକାର ସ୍ୱରୂପକୁ ଉପାସନା କରେ, କେଉଁ କୃଷ୍ଣଙ୍କର ସାକାର ସ୍ୱରୂପକୁ ଉପାସନା କରେ। ପ୍ରଭୁପାଦ କହୁଛନ୍ତି ଏଇ ନିର୍ବିଶେଷ ରୂପକୁ ହଁ ଧ୍ୟାନ କରିକି ବୈରାଗ୍ୟ ଆଚରଣ କରିବା ବହୁତ କଠିନ ଏଇଟା। ଏଇ ପ୍ରଶ୍ନ ଅର୍ଜୁନ ବି ପଚାରିଲେ କୃଷ୍ଣଙ୍କ ଭଗବତ ଗୀତାରେ ଦ୍ୱାଦଶ ଅଧ୍ୟାୟ। ସେ ନିରାକାର ସ୍ୱରୂପକୁ ଉପାସନା କରିବା ଆଉ ସାକାର ସ୍ୱରୂପ କୋଉଟା ଶ୍ରେଷ୍ଠ, ଭଗବାନ କହିଲେ ଯେ ମୋର ଏ ସାକାର ସ୍ୱରୂପକୁ ଯେ ଉପାସନା କରିବା ଶ୍ରେଷ୍ଠ, ନିରାକାର ସ୍ୱରୂପକୁ ଯେ ଉପାସନା ସେ ବି ଅନ୍ତିମ ମତେ ପାଇବ, କିନ୍ତୁ ଏଟା ହଉଛି ଦୁଃଖଦାୟକ। ହଁ, ନିରାକାର ସ୍ୱରୂପ ଉପାସନା କରୁଛି ଖୁବ କଷ୍ଟ, ଅବ୍ୟକ୍ତ ହିଁ କୋଟି ଦୁଃଖ, ଅବ୍ୟକ୍ତ ସ୍ୱରୂପର ଉପାସନା କରିବା ହଉଛି କଠିନ। ଏହା ବାସ୍ତବ, କିନ୍ତୁ ସାକାର ସ୍ୱରୂପ ହଉଛି ସହଜ। ଏହା ବାସ୍ତବ ପନ୍ଥା ଅଟେ, କାରଣ ଭଗବାନ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧରେ ଶ୍ରବଣ କରିଲେ ବ୍ୟକ୍ତି ସ୍ୱତଃ ପରମାତ୍ମା ପ୍ରତି ଆକୃଷ୍ଟ ହବ। ଯୋଗୀ ମାନେ ତ ପରମାତ୍ମାକୁ ପାଇବାକୁ ଚାହାନ୍ତି। ପ୍ରଭୁପାଦ ପରମାତ୍ମାଙ୍କୁ ପାଇବାକୁ ହେଲେ ତୁ କୃଷ୍ଣଙ୍କ କଥା ଶୁଣ। ଯୋଗୀ ହଉ, କର୍ମୀ ହଉ, ଜ୍ଞାନୀ ହଉ, ସେ କର୍ମର ଫଳ, ଜ୍ଞାନର ଫଳ, ଧ୍ୟାନର ଫଳ ପାଇବାକୁ ଚାହେଁ, ତାହେଲେ ଯୋଉ ଭକ୍ତି ଯୁକ୍ତ କରିବାକୁ ପଡିବ। ଭକ୍ତି ଯୁକ୍ତ ନ କଲେ ଜ୍ଞାନ ଜ୍ଞାନର ଫଳ, କର୍ମ କର୍ମ ଫଳ, ଯୋଗ ଯୋଗର ଫଳ ଦବନି। ପକ୍ଷାନ୍ତରେ ଭକ୍ତି ତାର ଫଳ ଦେବା ପାଇଁ କି କର୍ମ ଜ୍ଞାନ ଯୋଗ କାହାର ଉପରେ ନିର୍ଭର କରେ ନା। এইটা ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଆପଣ ମନେ ରଖ। এই ପ୍ରକାର ଆସକ୍ତି ହଉଛି ପରେଶାନୁଭୂତି ବା ଦିବ୍ୟ ଅନୁଭୂତି, ଦିବ୍ୟ ସନ୍ତୋଷ ବୋଲି ବୁଝୁ। ଭକ୍ତି ପରସ ସାନୁ ହଁ ବିରକ୍ତି, ଏ ତିନିଟା ଏକ ସଙ୍ଗରେ ଆସେ। ଭଗବାନଙ୍କୁ ଭକ୍ତି କଲେ ପରେଶାନୁଭବ, ହଁ ପରମେଶ୍ୱରଙ୍କ ଅନୁଭବ, ଦିବ୍ୟ ଅନୁଭବ আর ବିରକ୍ତି, ତିନିଟା ଏକ ସାଙ୍ଗରେ ଆସିବ। କିନ୍ତୁ ଖାଇଲେ ତୁଷ୍ଟି ପୁଷ୍ଟି, ହଁ ତୁଷ୍ଟି ହବ, ପୁଷ୍ଟି ହବ, ତାପରେ କ୍ଷୁଧା ନିବୃତ୍ତି ହବ ଏକ ସାଙ୍ଗରେ। ଭକ୍ତି ପରେଶାନୁଭବ ବିରକ୍ତି, ଏ ତିନିଟା ଏକ ସାଙ୍ଗରେ ହବ। ଭକ୍ତି କଲେ ଦିବ୍ୟ ଅନୁଭବ ଆସିବ, ଦିନ ସବୁ ବିରକ୍ତି ଆସିବ ସଂସାର ପ୍ରତି। କ୍ଷୁଧାର୍ତ ବ୍ୟକ୍ତି ଖାଦ୍ୟ ଖାଇଲା ବେଳେ ପଦେ ପଦେ ଯେପରି ସନ୍ତୋଷ ଲାଭ କରେ, ଅନୁଗ୍ରାସମ ପ୍ରତି ଗ୍ରାସେ ଗ୍ରାସେ, ଠିକ ସେଇଭଳି ସନ୍ତୋଷ ଲାଭ କରେ।
ଭଗବାନ କୃଷ୍ଣଙ୍କ ସମ୍ବନ୍ଧରେ ଶୁଣିଲେ ବା ଭଗବାନଙ୍କ ସେବାରେ ନିଯୁକ୍ତ ହେଲେ ସେ ସନ୍ତୋଷ ଲାଭ କରେ। କାରଣ ମନ ଏତେ ଦ୍ୱାରା ଇନ୍ଦ୍ରିୟ ଭୋଗ୍ୟ ବିଷୟବସ୍ତୁରୁ ଦୂରେଇ ଯାଏ। ଏହା ହଉଛି ଉପଯୁକ୍ତ ଚିକିତ୍ସା ଓ ପଥ୍ୟ। ପଥ୍ୟ ଯୋଗେ ରୋଗ ନିବାରଣ ସଦୃଶ। ଏଇଟା କେମିତିଆ ଜଣେ କହୁଛି ଯଥାର୍ଥ ଚିକିତ୍ସା ଆଉ ପଥ୍ୟ ପାଇଲେ ରୋଗ ଭଲ ହବ। ଠିକ ସେଭଳିଆ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଲୀଳା ଶ୍ରବଣ ପାଗଳ ମନର ପାଗଳାମି ଦୂର କରିବା ଦିଗରେ ଏକ ଉପଯୁକ୍ତ ଚିକିତ୍ସା ଅଟେ ଓ କୃଷ୍ଣ ପ୍ରସାଦ ସେ ପାଗଳ ରୋଗୀ ନିମିତ୍ତ ଉପଯୁକ୍ତ ପଥ୍ୟ ଅଟେ। ଏ ଚିକିତ୍ସା ହଉଛି କୃଷ୍ଣ ଚେତନା ପ୍ରଣାଳୀ। ମେଡିସିନ ଟା କଣ? ମେଡିସିନ ଟା ହଉଛି ହରିନାମ। ଆଉ ପଥ୍ୟ ଟା କଣ? ନା କୃଷ୍ଣ ପ୍ରସାଦ। ରୋଗଟା କଣ? ନା ଭବରୋଗ। ଭବରୋଗ ନିରାକରଣର ମେଡିସିନ ହଉଛି ହରିନାମ ଆଉ ପଥ୍ୟ ହଉଛି କୃଷ୍ଣ ପ୍ରସାଦ। ଯଦି ହରିନାମ କରିବା କୃଷ୍ଣ ପ୍ରସାଦ ପାଇବା ତାହେଲେ ଆମର ଏଇ ଭବରୋଗ ଅଟୋମେଟିକାଲି ସ୍ୱତଃସ୍ଫୂର୍ତ ଭାବେ ଏଇ ଭବରୋଗ ଆମର କଣ ହବ ନା ଠିକ ହେଇଯିବ। ବୁଝିପାରିଲେ? ସୁନ୍ଦର ଉପାୟ ଭଗବାନ କୃଷ୍ଣ କହୁଛନ୍ତି। ହେଲେ ମାନେ 36 ନମ୍ବର ଶ୍ଲୋକ ଅଧ୍ୟୟନ କରିକି ଶ୍ରବଣ କରିବା। ବର୍ତ୍ତମାନ ଆମେ ବଙ୍ଗଳାରେ ଚୈତନ୍ୟ ଚରିତାମୃତ ପାଠ କରିବା। हरे कृष्ण महाराज, दंडवत प्रणाम महाराज। महाराज ए मन बुद्धि एवं अहंकार এই তিনটে অন্তরিন্দ্রিয় महाराज। ହଁ ଆଉ ଗୋଟେ ଚିତ୍ତ, ମନ, ବୁଦ୍ଧି, ଅହଙ୍କାର। ଚିତ୍ତ ରହିଛି ଚାରିଟା ଜିନିଷକୁ ଅନ୍ତରିନ୍ଦ୍ରିୟ କୁହାଯାଏ। महाराज তাহলে মন এবং চিত্তের মধ্যে কি পার্থক্য হলো महाराज? চিত্ত কি পার্থক্য যায় না, কিন্তু মন আর চিত্ত মানে চেতনা হবে না। আমি সেভাবে বুঝি। আর মহারাজ এই মন বিভ্রান্ত করছে, তো বুদ্ধি এবং অহংকার এরা কিভাবে বিভ্রান্ত করছে মহারাজ? বুদ্ধি অহংকার কি হয়? বুদ্ধিটা মিথ্যা, অহংকারটা সত্য অহংকার, মিথ্যা অহংকার। মিথ্যা অহংকার বিভ্রান্ত করেছে। বুদ্ধিটা হচ্ছে অবিশুদ্ধ বুদ্ধ। অহংকার দুই প্রকার আছে, সত্য অহংকার, মিথ্যা অহংকার। বুদ্ধি হচ্ছে পিওর ইন্টেলিজেন্স, কন্টামিনেটেড ইন্টেলিজেন্স। শুদ্ধ বুদ্ধি আর হচ্ছে অবিশুদ্ধ বুদ্ধি। সেভাবে হরিণ কৃষ্ণ। महाराज। ঠিক আছে। হ্যাঁ মহারাজ, প্রণাম। महाराज महाराज मन के नियंत्रण करिए, मन तो चंचल अच्छी बहुत। हरे সেটা তো कृष्ण महाराज। সেটা তো ଆଜି प्रणाम ପାଠ। जी। ମନକୁ କେମିତି ନିୟନ୍ତ୍ରଣ କରିବ ଭଗବାନ କହିଲେ ନା? କଣ କହିଲେ ଭଗବାନ? ହଁ, ଅଭ୍ୟାସନ ତୁ କହନ୍ତେ ବୈରାଗ୍ୟର ଚକ୍ରିତ। ଆଜି ତ ପାଠର ସେଇଟାই ଆଲୋଚନା ହେଲା। ମନକୁ କେମିତି ନିୟନ୍ତ୍ରଣ କରିବା? ଭଗବାନ କହିଲେ ମନକୁ ନିୟନ୍ତ୍ରଣ କରିବା ବି ଖୁବ୍ କଠିନ। ତମେ ଯାହା କହୁଛ ଠିକ, କିନ୍ତୁ ଅଭ୍ୟାସ ଦ୍ଵାରା ବୈରାଗ୍ୟ ଦ୍ଵାରା ହବ। କଣ ଅଭ୍ୟାସ କରିବା? କଣ ଅଭ୍ୟାସ କରିବା? ପ୍ରତିଦିନ କୃଷ୍ଣ କଥା ଶୁଣିବା, ମଙ୍ଗଳାରତି କରିବା, ସନ୍ଧ୍ୟାରତି କରିବା, ପ୍ରସାଦ ପାଇବା, ହଁ, ଷୋଳମାଳ ଜପ କରିବା, ଏଇ ଅଭ୍ୟାସ କରିବା। କଣ ବୈରାଗ୍ୟ? ବୈରାଗ୍ୟ ହଉଛି ଏସବୁ କଲେ ଅଟୋମେଟିକାଲି ଭୌତିକ ବସ୍ତୁ ପ୍ରତି ଅନାସକ୍ତି ଆସିଯିବ, କୃଷ୍ଣ ସେବାରେ ଦିବ୍ୟ ଆନନ୍ଦ ପାଇବ। ତାହେଲେ ମନ ଯେହେତୁ ମନ ନିୟନ୍ତ୍ରଣ ମାନେ କଣ? ମନ ବିଷୟ ପ୍ରତି ଦୌଡୁଛି, ବିଷୟଠୁ ନେଇକି ଭଗବାନ ଉପରେ ଲଗେଇବା, ଏଇଟା ତ ମନ ନିୟନ୍ତ୍ରଣ। ହଁ, ସେଟା କର୍ମୀ ଜ୍ଞାନୀ ଯୋଗୀ ମାନେ କଣ କରନ୍ତି? ମନ ନିୟନ୍ତ୍ରଣ ମାନେ ବିଷୟଠୁ ମନକୁ ନିବୃତ୍ତ କରନ୍ତି। ଭକ୍ତ କଣ କରେ? ବିଷୟଠୁ ମନକୁ ନିବୃତ୍ତ କରିକି ଭଗବାନଙ୍କ ପାଖରେ ଲଗାଏ। ସେଥିପାଇଁ ଭକ୍ତ ସହଜ ହୁଏ। ପ୍ରଭୁ ବୁଝିଲେ? ହରିବଲ। हरे कृष्ण। ନାଇଁ, ସେ ଯୋଉ ପ୍ରଭୁ ପ୍ରଶ୍ନ କରୁଥିଲେ କୁଆଡେ ଗଲେ? आप रोजी महाराज। মাতাজি কଣ କହୁଛ କୁହ? হরে কৃষ্ণ, প্রণাম মহারাজ। আমার একটা জানার ছিল, সেটা হচ্ছে যে আমাদের ভক্তি জীবনে বৈরাগ্য উৎপন্ন হয়
আবার মাঝে মাঝে আমরা মাঝে মাঝে খুব বেশি বৈরাগ্য আসে, আবার মাঝে মাঝে খুব সমস্যাগ্রস্ত হয়ে যাই আমরা। তো সেই ক্ষেত্রে যখন একজন দম্পতি ধরে স্বামী স্ত্রী বিয়ে করার পর স্বামীর বৈরাগ্য উৎপন্ন হইলো বা ওনার ইচ্ছে হইলো যে ভক্তি জীবনে যে তিনি মন্দিরে যাবেন, মন্দিরে চলে গেলেন। এখন উনার স্ত্রী হিসেবে একজন আহ নারী কি করা উচিত? উনাকে কি মন্দিরে দিয়ে যাওয়া মানে মন্দিরে থাকার জন্য অনুমতি দেওয়া উচিত, না উনাকে ব্যক্তিগত জীবনে রেখে দেওয়া উচিত, বা ওই স্বামীর কি কর্তব্য স্ত্রীর ক্ষেত্রে? আপনি যদি দয়া করে বলেন খুবই উপকৃত হব। স্বামীর কর্তব্য স্ত্রীকে দেখাশোনা করবে। স্বামী কখনো স্ত্রীকে ফেলে দিয়ে যেতে পারে না। যদি ছেলে বড় হয়ে যায়, রোজগার করছে, স্ত্রীকে পুত্রের হাতে সমর্পণ করে দেখাশোনার জন্য, তারপরে সন্ন্যাসী নিতে পারে, মঠ মন্দিরে যেতে পারে। তা না হলে আমাদের ইসকন তো সিস্টেম রয়েছে, তোমার স্বামী স্ত্রী সেবা করতে পারবে, তো স্ত্রীকে ছেড়ে যাওয়ার তো কোনো প্রশ্ন উঠছে না। কেন ছেড়ে যাবে? যদি স্ত্রী ভক্ত থাকে, বিশেষ করে স্ত্রী অভক্ত, ভজনে সাধন করতে দিচ্ছে না, সেটা একটা আলাদা বিচার করা যেতে পারে। তো স্বামী স্ত্রী থেকে ভজন করলে এই কলিযুগে আরো সুবিধা। বুঝতে পারছো? কলিযুগে এটা আরো ভক্তিটা বিশেষ করে গৃহস্থদের জন্য ভালো। জ্ঞান ধ্যান এটা গৃহস্থরা পারবে না, ভক্তিটা পারবে। মানে সবসময় স্বামী স্ত্রী একসঙ্গে থেকে ভক্তি করলে তার ফল আর ভালো হবে। হরে কৃষ্ণ হরে মহারাজ, কৃষ্ণ এইরকমই মহারাজ। মানে উনার ছেলে নাই, তো কোনো ছেলেই নাই ঘরের সংসারে, কোনো কিছু নেই। সেই জন্যই আমি জিজ্ঞেস করেছি যে এখন প্রভু যদি চলে যায় তো মাতাজি তো একা নিঃসঙ্গ, তার ভক্তি জীবনে অনেক প্রবলেম হচ্ছে। তো এই ক্ষেত্রেই আমি এই জন্য জানার জন্য মহারাজ আপনার কাছে প্রশ্নটা করলাম। আপনার জীবনে কি হচ্ছে, কার জীবনে কি হচ্ছে, ওটা আমি সমাধান দিতে পারবো না। আমি জেনারেল সূত্রটা বলতে পারি। বুঝতে পারছেন? সেটা যে জীবনে ব্যবহার করবে তার উপর নির্ভর করে। কে কি করবে সেটা তো আমাদের নিয়ন্ত্রণ নেই। নিয়মটা সেটা আমাদের না, নিয়মটা হচ্ছে এইটাই। ঠিক আছে? কেউ হরে কৃষ্ণ। ছেড়ে গৃহস্থ লোক বাবাজি ওটা ঠিক হবে না। বাবাজি হলে স্ত্রী পারমিশনে, আমাদের ইস্কনে যেরকম নিয়ম আছে, কেউ যদি সন্ন্যাস, এমনকি কোনো গৃহস্থ সন্ন্যাস নিতে হলে ওর স্ত্রীর কাছ থেকে নো অবজেকশন আনতে হবে। তার স্ত্রীকে দেখাশোনা করার জন্য সব ব্যবস্থা করে তবে সন্ন্যাস নিতে পারবে, নাহলে নিতে পারবে, পারমিশন দেবে না। ঠিক আছে? হরি আচ্ছা, হরি। কত হরে কৃষ্ণ মহারাজ। কি? হরে কৃষ্ণ মহারাজ, আপনার শ্রী চরণে প্রণাম। বলছি মহারাজ, অহংকার তো দুই প্রকার, সত্য অহংকার, মিথ্যা অহংকার। বুদ্ধি যে দুই প্রকার বললেন, ওটা কি কি মহারাজ, যদি আরো কৃপা করে বলেন। হরে কৃষ্ণ। ওটা শুদ্ধ বুদ্ধি, ওটা অবিশুদ্ধ বুদ্ধি। হম। শুদ্ধ শুদ্ধ বুদ্ধি, বুদ্ধি। অশুদ্ধ বুদ্ধি। শুদ্ধ বুদ্ধি, শুদ্ধ বুদ্ধি মানে বুদ্ধি বিচার করে সবসময় ভগবানের সেবায় লাগাচ্ছে। অবিশুদ্ধ বুদ্ধি মানে এই জড়জগতের জন্য আসে, যে মন বুদ্ধি অহংকার তো জীবের সঙ্গে আছে, তো সেটা এই জড়জগতের সংস্পর্শে আসলে বুদ্ধিটা অবিশুদ্ধ হয়ে যায়। তখন অবিশুদ্ধ বুদ্ধি মনকে আর নিয়ন্ত্রণ করতে পারে না। শুদ্ধ বুদ্ধি থাকলে মনকে নিয়ন্ত্রণ করে রাখে। বুঝতে পারছো? হরে কৃষ্ণ। অবিশুদ্ধ বুদ্ধি মানে বুদ্ধির কাজটা কি? বুদ্ধির কাজ হচ্ছে বিচার করা, ভালো মন্দের মধ্যে পার্থক্যটা নিরূপণ করা হচ্ছে বুদ্ধির কাজ। আর যখন সে অবিশুদ্ধ বিশুদ্ধ হবে না, কন্টামিনেটেড হয়ে যাবে, এই বিচার বুদ্ধিটা তার থাকবে না, যেটা আমাদের সবাই হচ্ছে, তাই না? ঠিক আছে মহারাজ, হরি বল। হরে কৃষ্ণ, প্রণাম। তো আমরা আজকে